ତେବେ ଫେବୃଆରୀ ମାସ 25 ତାରିଖ ବୁଧବାର ଅର୍ଥାତ୍ ଆଜିକାର ପାଣିପାଗ ଖବର ଆସିଯାଇଛି। ତେବେ ଆଜି ସନ୍ଧ୍ୟା ସୁଦ୍ଧା ରାଜ୍ୟର 13ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ସହିତ 5ଟି ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ବିଜୁଳି ସହିତ 30ରୁ 40 କିଲୋମିଟର ବେଗରେ ପବନ ବହିବ। ତେଣୁକରି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ କେଉଁ ସବୁ ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ବର୍ଷା ହେବ, କେଉଁ ସବୁ ଜିଲ୍ଲାମାନଙ୍କରେ ଘଡ଼ଘଡ଼ି ବିଜୁଳି ବର୍ଷା ହେବ, ସେସବୁର ସମ୍ପୂର୍ଣ୍ଣ ଖବରଟି ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଭାବେ ଦେଖନ୍ତୁ। ଆଉ ଯଦି ତା ପୂର୍ବରୁ ଆମ ଚ୍ୟାନେଲ OGN ଓଡ଼ିଆଟିକୁ ନୂଆ କରି ଆସିଥିଲେ ଏବେ ହିଁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଉ ପାଖରେ ଥିବା ଅଲ୍ ବେଲ୍ ଆଇକନ୍ଟିକୁ ଦବାଇ ଦିଅନ୍ତୁ ଆଗକୁ ମଧ୍ୟ ଏହିପରି ପାଣିପାଗର ସୂଚନା ସର୍ବପ୍ରଥମେ ଜାଣିବା ପାଇଁ। ତେବେ ବର୍ତ୍ତମାନ ଏକ ଉପର ବାୟୁ ସମୁଦ୍ର ପତନଠାରୁ 1.5 କିଲୋମିଟର ଉଚ୍ଚରେ ଉତ୍ତର ଉପକୂଳ ଓଡ଼ିଶା ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଉପର ବାୟୁ ଘୂର୍ଣ୍ଣିବଳୟ ଜାରି ରହିଛି। ତେଣୁକରି ଓଡ଼ିଶା ରାଜ୍ୟରେ ବର୍ଷା ଜାରି ରହିଛି ବୋଲି ପାଣିପାଗ ବିଭାଗ କହିଛି। ତେବେ ଆସନ୍ତୁ ଜାଣିନେବା ଆସନ୍ତା 24 ଘଣ୍ଟା ମଧ୍ୟରେ ଅର୍ଥାତ୍ ଫେବୃଆରୀ 25 ତାରିଖ ବୁଧବାର ସନ୍ଧ୍ୟା ସୁଦ୍ଧା ହାଲୁକାରୁ ମଧ୍ୟମ ବର୍ଷା 13ଟି ଜିଲ୍ଲାରେ ହେବ ଏବଂ 5ଟି ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ପବନ ବହିବ। ତେବେ ଆସନ୍ତୁ ସର୍ବପ୍ରଥମେ ଜାଣିନେବା କେଉଁ 13ଟି ଜିଲ୍ଲାରେ ମଧ୍ୟମ ବର୍ଷା ହେବାକୁ ଥିବା ଜିଲ୍ଲାଗୁଡ଼ିକ ମଧ୍ୟରୁ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ରହିଥିବା ବେଳେ ଆଉ ସେଥିମଧ୍ୟରୁ 5ଟି ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ବିଜୁଳି ଏବଂ ପବନ ଘଣ୍ଟା ପ୍ରତି 30ରୁ 40 କିଲୋମିଟର ବହିବ। ଆଉ ସେସବୁ ଜିଲ୍ଲାଗୁଡ଼ିକ ମଧ୍ୟରୁ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା ରହିଥିବା ବେଳେ ବାକି ଜିଲ୍ଲାଗୁଡ଼ିକରେ ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କହିଛି।